ରୋଷେଇ ଘରର ଏହି ତିନୋଟି ଅଭ୍ୟାସ କାହିଁକି ଏଡ଼ାଇବାକୁ କୁହାଯାଏ? ମା ଅନ୍ନପୂର୍ଣ୍ଣାଙ୍କ ପବିତ୍ର ସନ୍ଦେଶ। ଜୟ ମା ଅନ୍ନପୂର୍ଣ୍ଣା, ଜୟ ମା ଲକ୍ଷ୍ମୀ। ବନ୍ଧୁଗଣ, କଳ୍ପନା କରନ୍ତୁ ଗୋଟିଏ ପରିବାରର ଆୟ ଭଲ, ଘର ସୁନ୍ଦର, ସମସ୍ତେ ପରିଶ୍ରମୀ, ତଥାପି ଘରେ ସବୁବେଳେ କୌଣସି ନା କୌଣସି ଅଭାବର ଅନୁଭବ। କେବେ ଅନାବଶ୍ୟକ ଖର୍ଚ୍ଚ, କେବେ ଅଶାନ୍ତି, କେବେ ଛୋଟ ଛୋଟ କଥାକୁ ନେଇ ମନମାଳିନ୍ୟ। ଦିନେ ସେହି ଘରକୁ ଜଣେ ବୟସ୍କ ଅତିଥି ଆସିଲେ। ସେ ଘରର ସମସ୍ତ କୋଠରୀ ନୁହେଁ, ସିଧା ରୋଷେଇ ଘରକୁ ଗଲେ। କିଛି ସମୟ ଚୁପଚାପ ଦେଖିଲେ ଏବଂ ହସି କହିଲେ, ଘରର ହୃଦୟ ଯଦି ଅବ୍ୟବସ୍ଥିତ ହୋଇଯାଏ, ତେବେ ଜୀବନର ଲୟ ମଧ୍ୟ ବିଗିଡ଼ି ଯାଇପାରେ। ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ରୋଷେଇ ଘରର ଓ ଘରର ପରିବେଶ ମଧ୍ୟରେ କ'ଣ ସମ୍ପର୍କ? ବନ୍ଧୁଗଣ, ଆମ ପୂର୍ବଜମାନେ ରୋଷେଇ ଘରକୁ କେବଳ ଭୋଜନ ପ୍ରସ୍ତୁତ କରିବାର ସ୍ଥାନ ଭାବରେ ଦେଖୁନଥିଲେ। ସେମାନଙ୍କ ମତରେ ଏହା ସେହି ସ୍ଥାନ ଯେଉଁଠାରୁ ପରିବାରର ସ୍ୱାସ୍ଥ୍ୟ, ସନ୍ତୋଷ ଓ ଏକତାର ଆରମ୍ଭ ହୁଏ। ଆଜିର ଏହି ଭିଡ଼ିଓରେ ଆମେ କିଛି ପାରମ୍ପରିକ ଧାରଣା ଏବଂ କିଛି ବ୍ୟବହାରିକ ଅଭ୍ୟାସ ବିଷୟରେ ଜାଣିବା। ମନେ ରଖନ୍ତୁ, ଏଗୁଡ଼ିକ ବିଭିନ୍ନ ପରମ୍ପରାରେ ପ୍ରଚଳିତ ବିଶ୍ୱାସ। ଆପଣ ଏହାକୁ ନିଜ ବିବେକ ଅନୁଯାୟୀ ଗ୍ରହଣ କରନ୍ତୁ। ପ୍ରଥମେ ଆସନ୍ତୁ ଗୋଟିଏ ଛୋଟ କାହାଣୀ ଶୁଣିବା। ଗାଁରେ ଜଣେ ବୃଦ୍ଧା ମହିଳା ରହୁଥିଲେ। ସମସ୍ତେ ତାଙ୍କୁ ଅନ୍ନମା ବୋଲି ଡାକୁଥିଲେ। ତାଙ୍କ ଘର ବହୁତ ବଡ଼ ନଥିଲା, କିନ୍ତୁ ଯିଏ ଥରେ ତାଙ୍କ ଘରକୁ ଯାଉଥିଲା ସେ ଗୋଟିଏ କଥା ନିଶ୍ଚୟ କହୁଥିଲା, ଏଇ ଘରକୁ ପ୍ରବେଶ କରିଲେ ମନକୁ ଶାନ୍ତି ଲାଗେ। ଜଣେ ଯୁବତୀ ତାଙ୍କୁ ପଚାରିଲେ, ମା, ଆପଣଙ୍କ ଘରେ ଏମିତି ସୁନ୍ଦର ପରିବେଶର ରହସ୍ୟ କ'ଣ? ଅନ୍ନମା ହସି କହିଲେ, ରହସ୍ୟ କୌଣସି ଚମତ୍କାରରେ ନୁହେଁ, ଏହା ଛୋଟ ଛୋଟ ଅଭ୍ୟାସରେ ଲୁଚିଛି। ସେ କହିଲେ, ଅନ୍ନକୁ ସମ୍ମାନ କର, ରୋଷେଇ ଘରକୁ ସଫା ରଖ, ଭୋଜନ ପ୍ରସ୍ତୁତ କରିବା ବେଳେ ମନକୁ ଶାନ୍ତ ରଖ। ଏହି ତିନୋଟି କଥା ଶୁଣିବାକୁ ସହଜ ଲାଗେ, କିନ୍ତୁ ପ୍ରତିଦିନ ପାଳନ କରିବା ହିଁ ପ୍ରକୃତ ସାଧନା। ଆଜିକାଲି ଆମେ ବହୁତ ବ୍ୟସ୍ତ ତଡ଼ାତଡ଼ିରେ। କେବେ ମସଲା ଖୋଲା ରହିଯାଏ, କେବେ ବାସନ ସକାଳ ପର୍ଯ୍ୟନ୍ତ ପଡ଼ି ରହେ, କେବେ ଅନ୍ନ ସାମଗ୍ରୀ ଅବ୍ୟବସ୍ଥିତ ଭାବେ ରଖାଯାଏ। ଏହା ସାଧାରଣ କଥା, କିନ୍ତୁ ଅଳ୍ପ ଧ୍ୟାନ ଦେଲେ ଘରର ପରିବେଶ ଅଧିକ ସୁସଂଗଠିତ ହୋଇପାରେ। ତେବେ ପ୍ରଶ୍ନ ହେଉଛି, ସେହି ତିନୋଟି ଅଭ୍ୟାସ କ'ଣ ଯାହାକୁ ଅନେକ ପରମ୍ପରାରେ ଏଡ଼ାଇବାକୁ କୁହାଯାଏ? ପରବର୍ତ୍ତୀ ଅଂଶରେ ଆମେ ପ୍ରଥମ ଅଭ୍ୟାସ ବିଷୟରେ ବିସ୍ତାରରେ ଜାଣିବା। ଏହା ଶୁଣି ହୋଇପାରେ ଆପଣ ମଧ୍ୟ ଆଜି ନିଜ ରୋଷେଇ ଘରକୁ ନୂଆ ଦୃଷ୍ଟିରେ ଦେଖିବେ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।